ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଶ୍ରୀପୁରା ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ବିଶ୍ୱ ମହିଳା ଦିବସ ଦୁର୍ଗତିନାଶିନୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଅତି ଧୁମଧାମରେ ପାଳିତ ହୋଇଯାଇଛି। ସର୍ବପ୍ରଥମେ 10ଟି ୱାର୍ଡର 85ରୁ ଉର୍ଦ୍ଧ୍ୱ ମହିଳାମାନେ ଏକତ୍ରିତ ହୋଇଥିଲେ। ଏହାପରେ ମା ଭଉଣୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ହୁଲହୁଲି, ବାସ୍କେଟବଲ୍, ମ୍ୟୁଜିକ୍ ଚେୟାର, ଓଗ୍ଲିଟାବି ଇତ୍ୟାଦି। ତାପରେ ବିଶ୍ୱ ମହିଳା ଦିବସକୁ ନେଇ ଏକ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯେଉଁ ସଭାରେ ସମ୍ମାନିତ ଅତିଥି ଭାବରେ ସୁସ୍ମିତା ହୋତା, ସୁଜାତା ମିଶ୍ର, ରତ୍ନାକର ପ୍ରଧାନ, ମିନତୀ ପାତ୍ର, ମାନସୀ ପଣ୍ଡା, ସରିତା ତ୍ରିପାଠୀ, ସମାଜସେବୀ ସଂଯୁକ୍ତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ ଅତିଥି ମାନେ ମହିଳାମାନଙ୍କ ଅଧିକାର, ମହିଳା ସଶକ୍ତିକରଣ, ଆର୍ଥିକ, ସାମାଜିକ ତଥା ସମାଜକୁ ନେଇ ଯେଉଁ ଅସମାନତା ଦେଖାଯାଇଛି ସେଥିପାଇଁ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ। ମହିଳାମାନଙ୍କୁ ଶିକ୍ଷା ଉପରେ ନିଜ ଛୁଆମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଶେଷରେ ଅତିଥିମାନଙ୍କ ଦ୍ୱାରା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା ମହିଳାମାନେ ହେଲେ ଚୁମ୍କି ମାଝୀ, ଜାନକୀ କାଲୋ, ରାମେଶ୍ୱରୀ ପଣ୍ଡା, କ୍ଷୀରତୀ ରୋହିଦାସ, ବେଦନା ରୋହିଦାସ, ଜୟନ୍ତୀ କାଲୋ, ସୁନିତା ନାୟକ, ବିଳାସିନୀ ନାୟକ, ନିରୁପମା ପୋଢ଼, ଗୋଦାବରୀ ସାହୁ, ଲକ୍ଷ୍ମୀ ପଶାୟତ ଏବଂ ସଭାକୁ ସଞ୍ଚାଳନ ତଥା ଧନ୍ୟବାଦ ଅର୍ପଣ କରିଥିଲେ ସଂଘର ଉପଦେଷ୍ଟା ଅଜିତ ରଥ।